ଆପଣଙ୍କର ପଢ଼ାଇ ବିଷୟରେ ରହିଛି, ଠିକ୍ ଅଛି। କିନ୍ତୁ ଆମର ଆବଶ୍ୟକତାକୁ ଛାଡ଼ିକି ଯଦି ଆମେ ତାକୁ ଅଲଗା କିଛି ଦେଖିବା ଶୁଣିବା, ତାହେଲେ ଯୋଉଟା ଆମ ଜୀବନ ପାଇଁ ଦରକାର ନାହିଁ, ଆମକୁ ଏବେ ତାର ଆବଶ୍ୟକ ନାହିଁ, ଯଦି ଆମେ ତାକୁ ଦେଖିବା ତାକୁ ଶୁଣିବା, ତାହେଲେ ସେ ବି ତ ଆମ ଜୀବନ ଉପରେ, ଆମ ଲାଇଫ୍ ଉପରେ, ଆମ ପାଠପଢ଼ା ଉପରେ ପ୍ରଭାବ ପକାଉଛି। ନହେଲେ କାହିଁକି ଆମକୁ ବାପା ମା ମାନେ, ଟିଚର ମାନେ ସମସ୍ତେ କାହିଁକି ମନା କରୁଛନ୍ତି ମୋବାଇଲ ଦେଖିବନି ବୋଲି? ଯଦି ଆମ ପାଇଁ ବହୁତ ଜରୁରୀ, ତାହେଲେ ତ ସମସ୍ତେ ଆମକୁ ଫ୍ରିରେ କହିଦେଇଥାନ୍ତେ। ତେଣୁ ଇଏ ବି ଗୋଟେ ପ୍ରକାରର ନିଶା। ଏବଂ ୟା ଦ୍ୱାରା କ'ଣ ହେଉଛି, ଆମେ ଯଦି ମୋବାଇଲ ବହୁତ ସମୟ ଦେଖୁଛେ, ଇଏ ବି ଆମର ଆଖି ଉପରେ ପ୍ରଭାବ ପକାଉଛି, ଆମ ବ୍ରେନ୍ ଉପରେ ପ୍ରଭାବ ପକାଉଛି, ଆମ ମନ ଉପରେ ପ୍ରଭାବ ପକାଉଛି। ଆମକୁ ପାଠ ପଢ଼ିବା ପାଇଁ ଏ ତିନିଟା ଜିନିଷ ବହୁତ ଆବଶ୍ୟକ। ନହେଲେ ଆମେ କ'ଣ କହିବା, ପାଠ ଯେତେ ପଢ଼ିଲେ ମନେ ରଖିପାରୁନି, ତ ମନ ଶବ୍ଦ ଗୋଟେ ଆସୁଛି ନା। ତ ମନ ଦରକାର, ଏବଂ ମନେ ରଖିବା ପାଇଁ ଆମର ମାଇଣ୍ଡ ବି ସେତିକି ପୁରା ଦରକାର, ଏବଂ ଆମକୁ ପାଠ ପଢ଼ିବା ପାଇଁ ଆଖି ବି ଦରକାର। ଯଦି ତିନିଟା ଯାକ ଆମେ ମୋବାଇଲ ଦେଖିଲେ ଆମର ୟା ଉପରେ ଖୁବ୍ ପ୍ରଭାବ ପଡ଼ୁଛି ବର୍ତ୍ତମାନ, ତାହେଲେ ଆମେ ଆକୁ ଦେଖିବା କେତେ ଜରୁରୀ। ତେଣୁ ଆଜିକାଲି ସମସ୍ତେ ଇଏ ଗୋଟେ ନିଶାରେ, ଆଜି ଛାତ୍ରମାନେ, ଷ୍ଟୁଡେଣ୍ଟ ମାନେ ଆଜି ଏଇ ନିଶାରେ ସମସ୍ତେ ରହିକିରି କେତେ ସମୟ ଆମର ଏଥିରେ ଟାଇମ୍ ୱେଷ୍ଟ ହେଇଯାଉଛି। ଯେତେବେଳେ ଆମର ଏଇଟା ପଢ଼ିବାର ସମୟରେ ଯଦି ଆମେ ସେଇଥିରେ ଟାଇମ୍କୁ ୱେଷ୍ଟ କରିଦେବା, ଆମେ ପାଠ ପଢ଼ିବା ପାଇଁ କରୁଛୁ, ଯେତେବେଳେ ଆଉ ଯଦି କ'ଣ ଭିଡ଼ିଓ ପଳେଇ ଆସିଲେ ସେଇଥିରେ ଦେଖିକି କେତେ ସମୟ ସେଇଥିରେ ପଳେଇ ଯାଉଛି ଆମକୁ ଜଣା ନା। ତ ସେଇଥିରେ ସମୟ ବି ଯାଉଛି, ଆମର ସେଥିରେ ଭବିଷ୍ୟତ ବି ଯୋଡ଼ି ହେଇକି ଯାଉଛି। ଆମେ ବର୍ତ୍ତମାନ ଭବିଷ୍ୟତ ତିଆରି କରିବା, ସେଇଟା ବି ଯେତେବେଳେ ପଳେଇ ଯାଉଛି। ତେଣୁ ଯେତିକି ଆବଶ୍ୟକ ଆମେ ଯଦି ସେତିକି ୟୁଜ୍ କରିବା, ତାହେଲେ ମୋବାଇଲ ବି ଆମ ପାଇଁ ଗୋଟେ ବରଦାନ ହେଇଯିବ, ନହେଲେ ମୋବାଇଲ ଆମ ପାଇଁ ଗୋଟେ ଅଭିଶାପ ହେଇଯିବ।